ଦେଖନ୍ତୁ ମୁଁ ତ ବାରମ୍ବାର ଅଭିଜିତଙ୍କ ପାଖକୁ ଯାଇଛି ଏବଂ ଏଠି ଯେତେବେଳେ ଥିଲେ ସେତେବେଳେ ଯାଇଥିଲି, ଏମ୍ସକୁ ମଧ୍ୟ ଯାଇଥିଲି ଏବଂ ମାନ୍ୟବର ମନ୍ତ୍ରୀ ହେଲ୍ଥ ମିନିଷ୍ଟର ମଧ୍ୟ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଡାଇରେକ୍ଟ ଭାବରେ ସେ ବିଷୟରେ ତଦାରଖ ମଧ୍ୟ କରୁଛନ୍ତି। ଆମେ ଯାହା ଦେଖିଲୁ ଯେ ତାଙ୍କର ବ୍ରେନ ର ଯୋଉ ରିସିଭର ଅଛି ସେଇଟା ହଉଛି କାମ କରୁନି, ଆଉ ଡକ୍ଟର ମାନେ ସବୁବେଳେ ଚେଷ୍ଟା କରୁଛନ୍ତି ତାଙ୍କୁ କେମିତି ଭାବରେ ପୁଣି ରିକଭରି ତାଙ୍କୁ ଭଲ କରିବା ପାଇଁ। ତେଣୁ ଚେଷ୍ଟା ଜାରି ରହିଛି ଏବଂ ହାଇ କ୍ୱାଲିଟିର ଇଞ୍ଜେକ୍ସନ ମଧ୍ୟ ଦିଆଯାଉଛି। ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବି ଯେ ସେ ଭଲ ହେଇକି ପୁଣି ଥରେ ଆମମାନଙ୍କ ପାଖକୁ ଆସିବେ ଏବଂ ସଙ୍ଗୀତ ଜଗତକୁ ତାଙ୍କର ଅଧୁରା ଯାହା ସ୍ୱପ୍ନ ଅଛି ତାକୁ ପୂରଣ କରିବେ। ଜିନିଷ ହଉଛି ସବୁ ସମୟରେ ଗୋଟେ ଗୋଟେ ଗୁଜବ ଉଠୁଛି, ମଝିରେ ମଝିରେ ସୋସିଆଲ ମିଡିଆରେ ଗୋଟେ ଗୁଜବ ଖେଳି ଯାଉଛି ଯେ ଏମିତି ଅସୁବିଧା ହେଇଛି, ସେ ଉପରେ ଆପଣ କଣ କହିବେ? ବହୁତ ଗୁଡାଏ ନାଇଁ ଦେଖନ୍ତୁ, ଯୋଉ ଯୋଉ ସବୁ ସମସ୍ୟା ଥିଲା ଆମେ ତ ଡାଇରେକ୍ଟ ଡକ୍ଟରଙ୍କ ସହିତ କାଉନସିଲିଂ ରେ ବସିଥିଲୁ। ତାଙ୍କର ବଡିର ଯୋଉ ଯୋଉ ପାର୍ଟ ଗୁଡିକ ଖରାପ ଥିଲା ସେ ସବୁ ହଉଛି ରିକଭରି ହେଇଗଲାଣି। ତାଙ୍କର ଲିଭରର ଟିକେ ସମସ୍ୟା ଥିଲା, ବେଶୀ ସମସ୍ୟା ନଥିଲା। ଲଂସ ର ଜଣେ ପଡିକି ରହିଲେ ତ ଲଂସ ଟିକେ ଆଫେକ୍ଟ ହବ, ସିଏ ବି ମଧ୍ୟ କ୍ଲିୟର ହେଇଯାଇଛି। ତାଙ୍କର ସବୁ ପ୍ରକାର ସମସ୍ୟା ହଉଛି ଦୂର ହେଇଯାଇଛି, ଅଣ୍ଡର କଣ୍ଟ୍ରୋଲ ଯାହା କୁହନ୍ତି କଣ୍ଟ୍ରୋଲ ଅଛି। ଖାଲି ତାଙ୍କର ବ୍ରେନ ରେ ଯୋଉ ରିସିଭ, ଆମେ ଯେମିତି ମଶା କାମୁଡ଼ିଲେ ଆମେ ଯୋଉ ହାତ ଅଟୋମେଟିକାଲି ଯାଉଛି ବାଡେଇବା ପାଇଁ ରିସିଭ, ଏବଂ ତାକୁ ଯୋଉ ଆକ୍ଟିଭ ହବା ପାଇଁ ଯୋଉ ଆମ ମେକାନିଜିମ ଅଛି ବ୍ରେନ ରେ, ସେଇ ନର୍ଭ ସିଷ୍ଟମ ଟା ଟିକେ ଖାଲି ୱିକ୍ ଅଛି, ନହେଲେ ଅଦରୱାଇଜ ସିଏ ଅଣ୍ଡର କଣ୍ଟ୍ରୋଲରେ ଅଛନ୍ତି। ଖାଲି ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ ଜଣାଇବା ପାଇଁ ଚାହିଁବି ଯେ ଗୁଜବରେ ଆପଣ ଦୃଷ୍ଟି ନ ଦିଅନ୍ତୁ, କାରଣ ଗୁଜବ ଯେତେ କଲା ବେଳକୁ ତାଙ୍କ ପରିବାର ଲୋକଙ୍କୁ କଷ୍ଟ ଲାଗୁଛି, ଆମମାନଙ୍କୁ କଷ୍ଟ ଲାଗୁଛି। ତାଙ୍କ ସହିତ ସଂଶ୍ଳିଷ୍ଟ ଥିବା ଆପଣମାନେ ମଧ୍ୟ ତାଙ୍କ ସହିତ ଦୀର୍ଘ ବର୍ଷ ହେଲାଣି ସାମିଲ ହେଇକି ଅଛନ୍ତି। ତେଣୁ ଆମେ ଚାହୁଁଛୁ ସେ ଭଲ ହେଇ ଘରକୁ ଆସୁ। ଏମିତି ଭାବରେ ଗୁଜବ ଉଠେଇଲେ, ଆପଣ ଗୁଜବ କହୁଛନ୍ତି ଯଦି କୁହାଯାଉଛି ବାରମ୍ବାର ବାରମ୍ବାର ହସ୍ପିଟାଲ ମଧ୍ୟ ଚେଞ୍ଜ କରାଯାଉଛି, କିଛି ଯଦି ସେମିତି ସିରିୟସ କଥା କାହିଁ ହସ୍ପିଟାଲ ଚେଞ୍ଜ କରାଯାଉଛି? ନାଇଁ ପ୍ରଥମେ ଯୋଉ ହସ୍ପିଟାଲରେ ସେ ପଡିଥିଲେ ମାନେ ଘରୋଇ ହସ୍ପିଟାଲ, ସେ ଜାଗାରେ ଟିକେ ହଉଛି ମେଡିସିନ ର ଟିକେ ହଉଛି, ଆମେ ତ କହିବା ମେଡିକାଲ କୋଉ ରିଲେଟେଡ ତାଙ୍କୁ ଇଞ୍ଜେକ୍ସନ ଦେଇଥିଲା। ପରବର୍ତ୍ତୀ ସମୟରେ ଆମେ ଯାହା ଜାଣିଲୁ ଡକ୍ଟର ମାନେ କହିଲେ ସେ ପ୍ରଥମ ଯୋଉ ମେଡିସିନ ଡୋଜ ଟିକେ ହଉଛି ଅଧିକା ଥିଲା, ଯାହା ଡକ୍ଟର ଆମକୁ କହିଛନ୍ତି। ତା ପରବର୍ତ୍ତୀ ସମୟରେ ଆମେ ଆଉ ଗୋଟେ ଘରୋଇ ହସ୍ପିଟାଲ ଗଲୁ। ଘରୋଇ ହସ୍ପିଟାଲ ଯେହେତୁ କହିଲେ ଇଏ ହଉଛି ଦୀର୍ଘ ଦିନ ପର୍ଯ୍ୟନ୍ତ ଏହା ଚାଲିବ, ତେଣୁ ଆମେ ତାଙ୍କୁ ଏମ୍ସ କୁ ନେଲୁ, ଯୋଉଠିକି ସରକାରଙ୍କର ତଦାରଖରେ ରହିବେ, ସରକାରଙ୍କ ଦୃଷ୍ଟିଗୋଚର ରହିବେ ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଲେ ବି ପରିବାର ଲୋକଙ୍କ ପ୍ରତି କଷ୍ଟ ଭୋଗିବେନି, ଫାଇନାନ୍ସିଆଲ କଷ୍ଟଟା ଯାହା କୁହନ୍ତି ସେ କଷ୍ଟଟା ଟିକେ ଲାଘବ ହବ। ତେଣୁ ସେଇଥିପାଇଁ ହଉଛି ଟ୍ରାନ୍ସଫର କରାଯାଇଛି ଗଭର୍ଣ୍ଣମେଣ୍ଟ ହସ୍ପିଟାଲ। ପ୍ରାୟ ଟାଇମ ଦେଖିବେ ସୋସିଆଲ ମିଡିଆରେ ମୃତ୍ୟୁର ଗୁଜବ ହଉଛି, ପ୍ରାୟ ଟାଇମ ଆପଣ ଦେଖିବେ ସେଇ ଗୁଜବକାରୀଙ୍କୁ ଆପଣ କଣ କହିବେ? ତେଣୁ ଦେଖନ୍ତୁ, ଗୁଜବକାରୀ ମାନେ ଜାଣିବା ଦରକାର ସେମାନେ ତାଙ୍କର ଟିଆରପି ବଢେଇବା ପାଇଁ କି ଅଧିକା ଲୋକ ଦେଖିବେ ଏଗୁଡା ପାଇଁ ସେମାନେ ଏଗୁଡା ସବୁ ଲେଖୁଛନ୍ତି, ନହେଲେ ତ କୌଣସି କାରଣ ନାହିଁ। ପର୍ସନାଲ ଦୁଶ୍ମନୀ ତ ଅଭିଜିତ ମଜୁମଦାର କାହା ସହିତ ନାହିଁ କି ତାଙ୍କର ବି ନାହିଁ। ଖାଲି ଏଇଟା ଲେଖିଦେଲେ ଲୋକମାନେ ଦେଖିକିନା ଭୁସକିନା ଭିତରୁ ପଶିବେ, କିନ୍ତୁ ଭିତରେ ପଶିଲା ପରେ ଆପଣ ଦେଖିବେ ସେ ବାବଦରେ କୌଣସି କଥା ନଥିବ। ତେଣୁ ଏ କଥା ଗୁଡା କରନ୍ତୁ ନାହିଁ, କାରଣ ପରିବାର ଲୋକଙ୍କୁ ବହୁତ କଷ୍ଟ ଲାଗୁଛି। ତା ସହିତ ସାମିଲ ଥିବା ବହୁତ ଜଣ ତା ସହିତ ଅଛନ୍ତି, ଆକ୍ଟର ମାନେ ତା ସହିତ ସାମିଲ ଅଛନ୍ତି, ପ୍ରଡ୍ୟୁସର ସାମିଲ ଅଛନ୍ତି, ଡାଇରେକ୍ଟର ସାମିଲ ଅଛନ୍ତି। ତାକୁ ଭଲ ପାଉଥିବା ଅଗଣିତ ଓଡିଆ ଗୀତ ଶୁଣିଲା ବାଲା ସାରା ପୃଥିବୀରେ ଅଛନ୍ତି। ଆପଣଙ୍କର ଗୋଟେ ଗୁଜବ ସାରା ପୃଥିବୀରେ ରହୁଥିବା ଅଭିଜିତ ମଜୁମଦାର କୁ ଭଲ ପାଉଥିବା ମଣିଷ ମାନେ ଦୁଃଖ ଅନୁଭବ କରୁଛନ୍ତି। ତେଣୁ ମୁଁ ଆପଣ ମାନଙ୍କୁ ଅନୁରୋଧ କରିବି ଏଇ ଗୁଜବ ଉଠାନ୍ତୁ।